ବର୍ତ୍ତମାନ ଖଣି ମାଫିଆ ମାନେ ବିଭିନ୍ନ ସ୍ଥାନରେ ସକ୍ରିୟ ରହି ନଦୀ ନାଳ ଜଙ୍ଗଲରୁ କେତେବେଳେ ମାଟି ତ ପୁଣି କେତେବେଳେ ମୁରୁମ ତ ପୁଣି ବାଲି ଚୋରାଚାଲାଣ କରିବାରେ ବ୍ୟସ୍ତ ରହିଛନ୍ତି। ଏହି ଖଣି ଲୁଟେରାଙ୍କ ପାଇଁ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଥିବା ଜଣାପଡ଼ିଛି। ତେବେ ଏହାକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ। ମୟୂରଭଞ୍ଜ ଜିଲ୍ଲା ମୋରଡ଼ ଅଞ୍ଚଳରେ ବିଭିନ୍ନ ନଦୀ ନାଳରେ ଟ୍ରାକ୍ଟର ସାହାଯ୍ୟ କୁହନ୍ତୁ ହାଇବା ସାହାଯ୍ୟରେ ବିଭିନ୍ନ ସମୟରେ ମାଟିଠୁ ଆରମ୍ଭ କରି ତା ସହିତ ବାଲି ଚୋରାଚାଲାଣ କରିବାରେ ବ୍ୟସ୍ତ ରହିଛନ୍ତି ଏହି ଖଣି ମାଫିଆ ମାନେ। ତେବେ ଏହି ମୋରଡ଼ା ଅଞ୍ଚଳର ବିଭିନ୍ନ ନଦୀ ନାଳରୁ ଦିନ ରାତି ବାଲି ଚୋରାଚାଲାଣ କରି ବାଲେଶ୍ୱର ପଶ୍ଚିମବଙ୍ଗ ଚୋରାଚାଲାଣ ହେଉଥିଲା। କିନ୍ତୁ ଆମର ରାସଗୋବିନ୍ଦପୁର ମୋରଡ଼ା ଅଞ୍ଚଳରେ ଏଭଳି ଚୋରା ବାଲି ଗାଡ଼ି ବାହାର ରାଜ୍ୟ ଏବଂ ବାହାର ଜିଲ୍ଲାକୁ ରେଗୁଲାର ଚାଲୁଛି। ରେଗୁଲାର ପ୍ରତ୍ୟେକ ଦିନ ରାତିରେ ଶହ ଶହ ଟ୍ରିପ୍ এইଭଳି ଦେଖୁଛନ୍ତି 16 ଚକିଆ 12 ଚକିଆରେ ଚୋରାଚାଲାଣ ହେଉଛି। ତ ସେ ଧର୍ମକୁ ଆଖିଠାର ଭଳିଆ ଗୋଟେ ମାର୍ଚ୍ଚ ମାସ ଗୋଟେ ଲାଷ୍ଟ ଚାଲିଛି। ତେଣୁ ଗୋଟେ ଅଫିସର ଆସିକି ଗୋଟେ ଚଢ଼ଉ କରିକି 8ଟା ଗାଡ଼ିକୁ ସିଜ୍ କରିଦେଲେ। ସିଜ୍ କରି ଗୋଟେ ଗଭର୍ଣ୍ଣମେଣ୍ଟକୁ ସହ କରିବେ। ଇଏ ସବୁ ମିଲି ଭଗତରେ ପ୍ରଶାସନ ଏବଂ ଅଧିକାରୀ ଏବଂ ମାଫିଆଙ୍କ ମିଲି ଭଗତରେ ଦୀର୍ଘ ଦିନ ଧରି ଏ କାରବାର ଚାଲିଛି। ମନ୍ତ୍ରୀ ପୂର୍ବରୁ ବି କହିଥିଲେ ମୋରଡ଼ା ଯୋଉ ଅଛନ୍ତି ବିଧାୟକ ଯେ ବାହାରକୁ ଇଲିଗାଲ ମାଇନିଂ ହେଇପାରିବ ନାହିଁ। ନା ସିଏ ତ କହିଛନ୍ତି ଯେ ବାହାରକୁ ଇଲିଗାଲ ମାଇନିଂ ହେଇପାରିବନି, ଆମ ଅଞ୍ଚଳର ବାଲି ଆମ ଜାଗାରେ ଖର୍ଚ୍ଚ ହବ, ବାହାରକୁ ଯାଇପାରିବ। କିନ୍ତୁ ଆମେ ତ ଦେଖୁଛେ ତାର ବିପରୀତ ହଉଛୁ ନା। ତାଙ୍କର ବାସ୍ତବ କଥା କହିବା ଏବଂ ବର୍ତ୍ତମାନ ଆଜି ଯୋଉ ଧରା ପଡ଼ିବା ଗାଡ଼ି ଯୋଉ ଆମର ଦ୍ୱାରା ଆଜି ଧରା ପଡ଼ିଛି 8ଟା ଡମ୍ପର କୋଉଠୁ ୱେଷ୍ଟବେଙ୍ଗଲ ଗାଡ଼ି ଗୁଡ଼ା ୱେଷ୍ଟବେଙ୍ଗଲ ଯାଉଥିଲା। ତେଣୁ ତାଙ୍କର କହିବା ଏବଂ କାର୍ଯ୍ୟରେ ହେଭେନ୍ କଣ ଦାବି ରଖିବେ? ଆମେ ଦାବି ଏଇଟା କରିବୁ ଯେ ଖାଦାନକୁ ଠିକ ଭାବରେ ନିଲାମ କରି ଅକ୍ସନ କରି ତା ସରକାରୀ ନିୟମ ଅନୁସାରେ ବାଲି ଉତ୍ତୋଳନ ହଉ ଏବଂ ବାଲି ନିଜ ଅଞ୍ଚଳରେ ଆବଶ୍ୟକତା ପୂରଣ ହେଲା ପରେ କଣ ଯିବ କଣ କରିବ ତାପରେ କରିବା ଆବଶ୍ୟକତା ଅଛି। ପ୍ରଶାସନର ଗୋଟେ କଠୋର ପଦକ୍ଷେପ ନେବାର ଆବଶ୍ୟକତା ଅଛି। ଆଜ୍ଞା ଆମେ ତ ଦେଖୁଛୁ ଦୀର୍ଘ ଦିନ ଧରି ମାଟି ମୁରୁମ ବାଲି ଏ ଅଞ୍ଚଳରେ ବେଧଡ଼କ ଭାବରେ ଚାଲି ଯାଉଛି। ମାନେ ଯାହା ମାନେ ପ୍ରଚୁର ମାନେ ସେଟା କହିବା ପାଇଁ ଗଲେ ବହୁତ ମାତ୍ରାରେ ବଢି ଚାଲିଛି। କଡ଼ା ପଦକ୍ଷେପର ଆବଶ୍ୟକତା ଅଛି। ତେବେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ହୋଇ ଚଢ଼ାଉ କରି 8ଟି ହାଇବାକୁ ଜବତ କରିଛନ୍ତି। ତେବେ କୁହାଯାଇପାରିବ ଏହି ଚୋରା ବାଲି ଚାଲାଣ ଉପରେ ମୟୂରଭଞ୍ଜ ପ୍ରଶାସନର ଏହା ଏକ ବଡ଼ ଆକ୍ସନ୍। ମୁଁ ଭୁବନେଶ୍ୱର ପାତ୍ର ଆଜ୍ଞା, ଜୁନିୟର ମାଇନିଂ ଅଫିସର ବର୍ତ୍ତମାନ ଆକ୍ଚୁଆଲି ମୟୂରଭଞ୍ଜ ଡିଷ୍ଟ୍ରିକ୍ଟରେ ମୁଁ ପୋଷ୍ଟେଡ୍। ଆଜ୍ଞା ଏଇଟା ଆମର କ'ଣ କହନ୍ତି ଆମେ ତ କେଉଁ ରୁଟ୍ରେ ଆସିଛୁ ବୋଲି ଜାଣୁନୁ, କିନ୍ତୁ ଯେତେବେଳେ ଆମେ ଆକ୍ଚୁଆଲି ନାଇଟ୍ ଏନଫୋର୍ସମେଣ୍ଟ ଥିଲା ଯେଉଁଟାକି ଆମର କ'ଣ କହନ୍ତି ଯେଉଁଟା ଆକ୍ଚୁଆଲି ଆମର ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେଟିଭ ଆଡ଼ୁ କି ଆମର ମାଇନିଂ ଅଥରିଟିରୁ ଯେଉଁଟା ଆକ୍ଚୁଆଲି ନାଇଟ୍ ରେଗୁଲାର ଯେଉଁ ରୁଟିନ୍ ଏନଫୋର୍ସମେଣ୍ଟ ହୁଏ ସେଥିରେ ଆମେ ଏଇସବୁ ଗାଡ଼ି ତକ ଡିଟେକ୍ଟ କରିଥିଲୁ। ଟୋଟାଲ ଆପଣଙ୍କର 8ଟା। ଶୁଣନ୍ତୁ ଆକ୍ଚୁଆଲି କ'ଣ ହେଇଛି ଆପଣ ଯେଉଁ ମାକଡ଼ିଆ କଥା କହିଲେ, ଆକ୍ଚୁଆଲି ମାକଡ଼ିଆ ବୋଲି ଆମର ମୟୂରଭଞ୍ଜ ଡିଷ୍ଟ୍ରିକ୍ଟର ଆକ୍ଚୁଆଲି ସୋର୍ସ ନାହିଁ। ସେଇଟା ହେଇଥିବ ଆପଣଙ୍କର ଆମ ଜାଣିଲା ଭିତରେ ଏଇଟା ଆପଣଙ୍କର ବାଲେଶ୍ୱର ଡିଷ୍ଟ୍ରିକ୍ଟକୁ ଆକ୍ଚୁଆଲି ବାଲେଶ୍ୱର ଡିଷ୍ଟ୍ରିକ୍ଟକୁ ସୋର୍ସ ଅଛି। କିନ୍ତୁ ଆମର ଆକ୍ଚୁଆଲି ଏଇଟା ମୟୂରଭଞ୍ଜରେ ଆକ୍ଚୁଆଲି କ'ଣ ହେଇଛି ତାଙ୍କର ଆପ୍ରୋଚ୍ ରୋଡ୍ ଯେହେତୁ ସେପଟେ ନାହିଁ ସେ ମୟୂରଭଞ୍ଜକୁ ଇନ୍ କରନ୍ତି। କିନ୍ତୁ ଏ ଗାଡ଼ି ଗୁଡ଼ାକ ଯେ ଆକ୍ଚୁଆଲି ମାକଡ଼ିଆରୁ ଆସିଛି କି କୋଉଠୁ ଆସିଛି ଆମର ସେମିତି କିଛି ତାଙ୍କ ପାଖରେ ମାନେ କ'ଣ କହନ୍ତି ଭ୍ୟାଲିଡ୍ ପାସ୍ ନାହିଁ। ସେଥିପାଇଁ ଆମେ ଗାଡ଼ିକୁ ଡିଟେନ୍ କରୁଛୁ ଆଜ୍ଞା। ତାଙ୍କ ପାଖରେ ଆମେ ଯେତେବେଳେ ମାନେ ଦେଖନ୍ତୁ ଆମେ କୌଣସି ଗୋଟେ ଯଦି ବି ଏନଫୋର୍ସମେଣ୍ଟରେ ଆସିବୁ କିଛି ବି ଅଫିସିଆଲି ମାନେ ଆମର ଡ୍ୟୁଟି ଯେତେବେଳେ ହୁଏ ଆମେ ଫାଷ୍ଟ ଆମେ କୌଣସି ମେଟେରିଆଲ ଦେଖିବୁ ମିନେରାଲକୁ ନେଇ କ୍ୟାରି କରି ନେଉଛି ଟ୍ରାନ୍ସପୋର୍ଟ ଯେଉଁଟା ହେଉଛି ସେଥିରେ ଆମେ ଫାଷ୍ଟ ଆମେ ଆଇଏସ୍ଟିମେଟ୍ ଦେଖିଲା ବେଳକୁ ଆମେ କୌଣସି ମନେକର ମାଇନର ମିନେରାଲ ଦେଖିଲୁ ଆମେ ଗାଡ଼ିକୁ ଡିଟେନ୍ କରୁ। ଡିଟେନ୍ କଲା ପରେ ଆମେ ଭ୍ୟାଲିଡ୍ ଟ୍ରାନ୍ସପୋର୍ଟିଂ ଯେଉଁ କରୁଛନ୍ତି ତାପରେ ଭ୍ୟାଲିଡ୍ ପାସ୍ ମାଗୁ ଆମେ। ଯଦି ବି ଗାଡ଼ି ନାହିଁ ତାଙ୍କ ପାଖରେ ପାସ୍ ନାହିଁ ତାହେଲେ ସେଟାକୁ ଆମେ ଡିଟେନ୍ କରିକି ଆମେ ନିୟରେଷ୍ଟ जो आज पर आमर जोटा रूल अछि नहीं आज्ञा एथरे किछि सेमति कि वैलिडिटी पास नहीं 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 एक्चुअली सुनंतु सामाने एक्चुअली कोठी उठे जंती कोन करि जंती एक्चुअली पानी बोइबा तो कथा नु हो किंतु कोठु होई कि कोन है कि आज्ञा देखिबा आगो को परवर्ती स्टेज रे हमें जो माने ताको इन सुनंतु हां जहां भी एक्चुअली आरो माने कोन आरटीओ एक्चुअली कोन कोनती ना हमरो अधिक जति माने जोडा कोन पेडी करिवार कैपेसिटी अनुसार एक्चुअली हमरो सब गुडे कर अलग अलग माने कोन ताकर व्हील अनुसार अलग अलग परमिट अछि हमरो तो देखिए जदि भी आम जब अधिक माने क्यूबिक मीटर जब कैरी करिथबो ता पेनाल्टी चार्जेस अधिक आसीबो। हां आमे देखि देबा आज्ञा आमे माने एस्टिमेट कर देबो ना टोटल मेजरमेंट होबो।